ଏହି 8ଟି କାରଣ ଯୋଗୁଁ ମା ଲକ୍ଷ୍ମୀ ଘରେ ରହନ୍ତି ନାହିଁ। ସବୁବେଳେ ଘର ମଧ୍ୟରେ ଅଭାବ ଅନାଟନ ଲାଗି ରହିଥାଏ। ମା ଲକ୍ଷ୍ମୀଙ୍କର କୃପା କେବେ ମଧ୍ୟ ଘର ଉପରେ ରହେ ନାହିଁ। ପ୍ରଥମତଃ ଯେଉଁ ଘରେ କେବଳ ମା ଲକ୍ଷ୍ମୀଙ୍କୁ ପୂଜା କରାଯାଏ, ଭଗବାନ ନାରାୟଣଙ୍କୁ ପୂଜା କରାଯାଏ ନାହିଁ, ସେହି ଘରେ କେବେ ମଧ୍ୟ ମା ଲକ୍ଷ୍ମୀ ରହନ୍ତି ନାହିଁ। ଦ୍ୱିତୀୟତଃ ଯେଉଁ ଘରେ ବାପା ମା ଗୁରୁଜନ ସାଧୁ ସନ୍ଥମାନଙ୍କୁ ସମ୍ମାନ ଦିଆଯାଏ ନାହିଁ, ସେହି ଘରେ କେବେ ମଧ୍ୟ ମା ଲକ୍ଷ୍ମୀ ରହନ୍ତି ନାହିଁ। ଅତ୍ୟନ୍ତ କ୍ରୋଧୀ ଲୋକଙ୍କ ଘରେ କେବେ ମଧ୍ୟ ମା ଲକ୍ଷ୍ମୀ ବାସ କରନ୍ତି ନାହିଁ। ଯେଉଁ ଘରେ ଅଟାକୁ ଚକୁଟି ରାତିରେ ଫ୍ରିଜରେ ରଖି ତା ପରଦିନ ସକାଳେ ବ୍ୟବହାର କରାଯାଏ, ସେହି ଘରେ କେବେ ମଧ୍ୟ ମା ଲକ୍ଷ୍ମୀ ରହନ୍ତି ନାହିଁ। ଯେଉଁ ଘରେ ଅଇଁଠା ବାସନକୁସନକୁ ନେଇ ଖାଇସାରିବା ପରେ ରୋଷେଇ ଘରେ ରଖି ଦିଆଯାଏ କିମ୍ବା ଏଣେ ତେଣେ ପଡ଼ି ରହିଥାଏ, ତାକୁ ସଫା କରାଯାଏ ନାହିଁ, ସେହି ଘରେ କେବେ ମଧ୍ୟ ମା ଲକ୍ଷ୍ମୀ ରହନ୍ତି ନାହିଁ। ଘରର ଉତ୍ତର ଦିଗରେ ଅଳିଆ ଆବର୍ଜନାକୁ ପକାଇବା କିମ୍ବା ଛାଞ୍ଚୁଣୀକୁ ରଖିବା ଦ୍ୱାରା ମା ଲକ୍ଷ୍ମୀ ସେହି ଘରେ କେବେ ମଧ୍ୟ ରହନ୍ତି ନାହିଁ। ସନ୍ଧ୍ୟା ସମୟରେ କାହାକୁ ଯଦି ଆମେ ଲୁଣ ଦେବା, ଲୁଣକୁ ଦାନ କରିବା କିମ୍ବା ଧାର ଆକାରରେ ଦେବା ଦ୍ୱାରା ସେହି ଘରେ କେବେ ମଧ୍ୟ ମା ଲକ୍ଷ୍ମୀ ରହନ୍ତି ନାହିଁ। ଏବଂ ସନ୍ଧ୍ୟା ସମୟରେ ଶୟନ କରିବା, ସନ୍ଧ୍ୟା ସମୟରେ ଭୋଜନ କରିବା ଏବଂ ସନ୍ଧ୍ୟା ସମୟରେ ମୈଥୁନ କରିବା ଦ୍ୱାରା ସେହି ଘରେ କେବେ ମଧ୍ୟ ମା ଲକ୍ଷ୍ମୀ ରହନ୍ତି ନାହିଁ। ତେଣୁ ଦର୍ଶକ ବନ୍ଧୁ, ମା ଲକ୍ଷ୍ମୀଙ୍କର କୃପାକୁ ଲାଭ କରିବା ପାଇଁ, ଘର ମଧ୍ୟରୁ ଆର୍ଥିକ ସଙ୍କଟକୁ ଦୂର କରିବା ପାଇଁ ସମସ୍ତେ ଏହି କଥା ଠାରୁ ନିଜକୁ ଦୂରେଇ ରଖନ୍ତୁ। ଦେଖିବେ ମା ଲକ୍ଷ୍ମୀଙ୍କର କୃପା ସବୁବେଳେ ଆପଣଙ୍କ ଘର ଉପରେ ରହିବ।